ଆପଣ ଜାଣନ୍ତି ମାର୍ଗଶିର ମାସକୁ ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା କରାଯାଉଥିଲା। ତେଣୁ ମାର୍ଗଶିର ମାସର ପ୍ରଥମ ଅଷ୍ଟମୀ ହେଉଛି ବର୍ଷର ପ୍ରଥମ ଅଷ୍ଟମୀ ଆଉ ତାହା ହିଁ ହେଉଛି ପ୍ରଥମାଷ୍ଟମୀ। ତେବେ ଏହି ଦିନ ପିତାମାତା ଜ୍ୟେଷ୍ଠ ସନ୍ତାନର ନବବସ୍ତ୍ର ପରିଧାନ ଆଉ ବନ୍ଦାପନା ହେବାର ବିଶେଷ ବିଧିକୁ ପଢୁଆ ହେବା ବୋଲି କୁହାଯାଏ। ଏହି ପଢୁଆ ଶବ୍ଦଟି ପ୍ରଥମ ଶବ୍ଦର ହିଁ ଅପଭ୍ରଂଶ। ପଢୁଆ କରିବାର ଦାୟିତ୍ୱ ସାଧାରଣତଃ ମାମୁଁମାନଙ୍କ ଉପରେ ନ୍ୟସ୍ତ ଥାଏ। ପ୍ରଥମାଷ୍ଟମୀ ଆଗରୁ ମାମୁଁ ଜ୍ୟେଷ୍ଠ ଭଣଜା ବା ଜ୍ୟେଷ୍ଠ ଭାଣିଜୀମାନଙ୍କ ସକାଶେ ନୂଆ ଜାମାପଟା ଏବଂ ନୂଆ ବିରି, ନୂଆ ଚାଉଳ, ଅନ୍ୟାନ୍ୟ ପୂଜା ସାମଗ୍ରୀ ଧରି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁ ପଢୁଆ ହେବା ପାଇଁ ମନ୍ଦିରରୁ ବାହାରି ସେ ବି ତାଙ୍କର ମାମୁଁ ଘରକୁ ଯାଆନ୍ତି। ସେ ବି ତ ନୁହଁ, ସେ ହିଁ ମାମୁଁ ଘରକୁ ଯାଆନ୍ତି, ତେଣୁ ଅନ୍ୟମାନେ ପଢୁଆ ହୁଅନ୍ତି। ମନ୍ଦିର ସନ୍ନିକଟ କପାଳୀ ମଠର ଆରାଧ୍ୟ ଦେବତା ବରୁଣେଶ୍ୱର ଆଉ ଆରାଧ୍ୟ ଦେବୀ ବନଦୁର୍ଗା ହେଉଛନ୍ତି ପ୍ରଭୁ ଲିଙ୍ଗରାଜଙ୍କର ମାମୁଁ ଆଉ ମାଇଁ। ସେଠାରେ ପ୍ରଭୁ ନବବସ୍ତ୍ର ପରିଧାନ କରି ମୁଆଁ ଭୋଗ ଖାଇଥାନ୍ତି। କପାଳୀ ମଠ ପରିସରରେ ଥିବା ପୁଷ୍କରିଣୀ ପାପନାଶିନୀ ରୂପରେ ପରିଚିତ। ପ୍ରଥମାଷ୍ଟମୀର ପୁଣ୍ୟ ଅବସରରେ ଏହି ପୁଷ୍କରିଣୀର ଜଳପାନ କଲେ ପାପକ୍ଷୟ ହେବା ସହ ବନ୍ଧ୍ୟା ନାରୀ ସନ୍ତାନବତୀ ହୁଅନ୍ତି ବୋଲି ମଧ୍ୟ ଜନଶ୍ରୁତି ରହିଛି। ତେବେ ଏହି ଜନଶ୍ରୁତି ସମ୍ପର୍କରେ ଆପଣ କ'ଣ କହନ୍ତି? କମେଣ୍ଟ ବକ୍ସରେ ଲେଖନ୍ତୁ।